ମୋର ନାମ ଦୀପକ। ମୋତେ ମୋ ସାଙ୍ଗମାନେ ଦୀପୁ ନାମରେ ଡାକନ୍ତି। ଏ କାହାଣୀଟି ମୋ ଜେଜେ, ମୋ ବଡ଼ ବାପା ଓ ଆମ ଘର ପାଖରୁ 3 ଜଣଙ୍କର, ସମୁଦାୟ ମିଶି 5 ଜଣ। ସନ୍ଧ୍ୟା 5ଟା ସମୟରେ ସମୁଦ୍ରକୁ ଜାଲ ପକାଇବା ଲାଗି ଯାଆନ୍ତି ଓ ରାତି 12ଟା ଗୋଟାଏ ବାଜିଲେ ଫେରି ଆସନ୍ତି। ଘଟଣାଟି 12 ବର୍ଷ ତଳର କଥା। ଆମ ଘର ପାଖରୁ ସମୁଦ୍ର ବାଟଟା ଅଳ୍ପ ଦୂରରେ। ପୁଣି ବାଟ ସାରା ଝାମୁ ଗଛ ଓ ବାଲି ସରି। ମୋ ଜେଜେ, ମୋ ବଡ଼ ବାପା ମାନେ ଚାଲି ଚାଲି ଯାଆନ୍ତି। ଦିନକର କଥା। ମୋ ଜେଜେ, ମୋ ବଡ଼ ବାପା ଓ ଆମ ଘର ପାଖରୁ 3 ଜଣ ମିଶି ସମୁଦ୍ରକୁ ଜାଲ ପକାଇବା ଲାଗି ବାହାରିଲେ ସନ୍ଧ୍ୟା 5ଟା ସମୟରେ। ହାତରେ ଜାଲ ଓ ଖାଳେଇ ଧରି ଚାଲି ଚାଲି ଯାଇ ସମୁଦ୍ର କୂଳରେ ପହଞ୍ଚିଲେ। ସମୁଦ୍ରରେ ମାଛ ଧରୁ ଧରୁ ରାତି 8ଟା ବାଜିଗଲା। ଜହ୍ନ ଆଲୁଅ ପଡ଼ିଥାଏ ଓ ସମୁଦ୍ର କୂଳିଆ ଥଣ୍ଡା ଥଣ୍ଡା ପବନ ବି ବାଜୁଥାଏ। ହଠାତ୍ ନଜର ପଡ଼ିଗଲା ଜେଜେଙ୍କର। ଟିକେ ଦୂରରେ କେହି ଜଣେ ଠିଆ ହୋଇଥିବାର ଦେଖାଗଲା। ତାପରେ ଜେଜେ ବଡ଼ ବାପାଙ୍କୁ ଡାକି କହିଲେ, ରେ କୈଳାସ, ଟିକେ ଦେଖିଲୁ ଦୂରରେ କିଏ ମୋଟା ଲୋକଟି ଠିଆ ହୋଇଛି, ଚୁଟିକୁ ଝାମ୍ପୁରା କରି। ଏତେ ରାତିରେ ତା ପାଖରେ ତ କେହି ନାହାନ୍ତି, ସେ ସେଠାରେ କ'ଣ କରୁଛି? ସେ ଆଉ କେହି ଭୂତପ୍ରେତ ନୁହେଁ ତ? ସେ ଯଦି ଭୂତପ୍ରେତ ହୋଇଥିବ, ସେ ଆଜି ଆମକୁ ଜାଲ ପକାଇ ଦେବନି। ତାପରେ ମୋ ବଡ଼ ବାପା କୁହନ୍ତି, ନା, ସେ କେହି ଲୋକଟା ସମୁଦ୍ର କୂଳରେ ଠିଆ ହୋଇ ସୁଲୁସୁଲିଆ ଥଣ୍ଡା ପବନ ଖାଉଛି। ତମକୁ ଯଦି ଡର ଲାଗୁଛି, ମୁଁ ତାକୁ ଡାକୁଛି, ତମେ ଟିକେ ରୁହ। ତାପରେ ମୋ ବଡ଼ ବାପା ସେ ଲୋକଟି ପାଖକୁ ଯାଆନ୍ତି ଓ ତା ପାଖରେ ପହଞ୍ଚନ୍ତି ତ ସେ ଟିକେ ଦୂରକୁ ଚାଲିଯାଏ। ତାପରେ ମୋ ଜେଜେ ମୋ ବଡ଼ ବାପାଙ୍କୁ କୁହନ୍ତି, ମୁଁ କହୁଛି ସେ ଭୂତ, ତୁ ମୋ କଥାକୁ ଜମା ବିଶ୍ୱାସ କରୁନୁ। ଦେଖିଲୁ ସେ କେମିତି ଦୂରକୁ ଚାଲିଗଲା। ତାପରେ ମୋ ଜେଜେ ଓ ବଡ଼ ବାପା ଓ ଆମ ଘର ପାଖରୁ 3 ଜଣ ଡକାଡକି ହୋଇ ସେ ଲୋକଟି ପାଖକୁ ଗଲେ ଓ ତାକୁ ଡାକିଲେ, ଟିକେ ଶୁଣିବ, ଆମକୁ ବହୁତ ଡର ଲାଗୁଛି। ତମେ କିଏ, ତମ ନାଁଟା ତ କହିକି ଯାଅ। ସେ ଆଉ କିଛି ଶୁଣୁନଥାଏ ଓ କିଛି କହୁନଥାଏ। ଯେତେ ତା ପାଖକୁ ଯାଆନ୍ତି, ସେ ଟିକେ ଦୂରକୁ ଚାଲିଯାଏ। ସେ ସିନା ମଣିଷ ହେଲେ ରହିବ, ସେ ପରା ଭୂତ, ସେ ଅବା କେମିତି ରହିବ? ତାପରେ ମୋ ଜେଜେ କହିଲେ, ବେକାର ଭୂତ ପଛେ ପଛେ ଆସି ବହୁତ ବାଟ ଧରିଲେଣି। ଆଉ ଜାଲ ପକେଇବା ସେତିକି ଥାଉ। ଚାଲ ଆମେ ଘରକୁ ପଳେଇବା। ଟିକେ ଘଣ୍ଟାଏ କି 2 ଘଣ୍ଟା ଡେରି ହେବ। ଆଉ ସମୁଦ୍ରରେ ଜାଲ ପକେଇଲେ ସେ ଜାଲ ପକେଇ ଦେବନି। ସେ ଥରେ ଆସିଛି ମାନେ ରାତି ସାରା ଆମ ପାଖାପାଖି ହିଁ ରହିବ ଓ ରାତି ସାରା ବହୁତ ହଇରାଣ କରିବ। ଆଉ ଜାଲ କିଏ ହାତରୁ ଛାଡ଼ିବନି, ନହେଲେ ସେ ସମୁଦ୍ରକୁ ଠେଲିଦେବ। ତାପରେ ସମସ୍ତେ ମିଶି ଚାଲି ଚାଲି ଆସୁଥାନ୍ତି ଘରକୁ। ସେ ଭୂତ ପୁଣି ଆସିଲା। ମୋ ଜେଜେ, ମୋ ବଡ଼ ବାପା ମାନେ ଆଗେ ଓ ସେ ଭୂତ ପଛେ। ତାପରେ ସମସ୍ତେ ଚାଲି ଚାଲି ଯାଇ ଝାଉଁ ଗଛ ପାଖାପାଖି ହୋଇଛନ୍ତି। ସେ ଭୂତ ଆଗେ ଚାଲିଲା। ତାପରେ ସମସ୍ତେ କିଛି ବାଟ ଯାଇଛନ୍ତି ତ ଝାଉଁ ଗଛ ମୂଳରେ ଗୋଟେ ସ୍ତ୍ରୀ ଲୋକକୁ ପେଟରେ ପିଲାକୁ ଧରି ମୁଣ୍ଡକୁ ଝାମ୍ପୁରା କରି ଚୁଟିକୁ ଲମ୍ବାଇ ବସିଥିବାର ଦେଖିଲେ ଓ ତାପରେ ସମସ୍ତେ ତା ପାଖକୁ ଗଲେ। ତାକୁ ପଚାରିଲେ, ତମେ ଏତେ ରାତିରେ ଏଠି କ'ଣ ପାଇଁ ବସିଛ? ସେ ଆଉ କିଛି କହୁନଥାଏ। ତାପରେ ମୋ ଜେଜେ ଜାଣିପାରିଲେ ଆଉ କହିଲେ, ସେ ତାର ବସିଥାଉ, ତାର ଇଚ୍ଛା ହେଲା, ଥଣ୍ଡା ପବନ ଖାଇଲା,
ଆମର ସେଥିରେ କ'ଣ ଅଛି? ଚାଲ ଆମେ ଘରକୁ ଚାଲିଯିବା। ଘରକୁ ଗଲେ ପୁଣି କେତେ କାମ ଅଛି। ଏହା କହି ସମସ୍ତେ ସେଠାରୁ ଫେରି ଆସିଲେ ଓ ବାଟରେ ଚାଲୁ ଚାଲୁ ଜେଜେ କହିଲେ, ଏତେ ରାତିରେ ଗୋଟେ ସ୍ତ୍ରୀ ଲୋକ ପେଟରେ ପିଲା ଧରି ମୁଣ୍ଡକୁ ଝାମ୍ପୁରା କରି ଚୁଟିକୁ ଲମ୍ବାଇ ବସିଛି ମାନେ ତାର କିଛି କାରଣ ଥିବ। ସେ କ'ଣ ବଞ୍ଚିଛି ଯେ ତମେ ତାକୁ ଡାକୁଛ? ଦିନରେ ଏଇ ବାଟ ଦେଇ କେତେ ଲୋକ ଯିବା ଆସିବା କରୁଛନ୍ତି। ଲୋକମାନେ ଦେଖିଥିଲେ ଆମ ପାଖରେ ଖବର ପହଞ୍ଚି ନଥାନ୍ତା। ଆମ ଭାଗ୍ୟ ଭଲ, ସେଠାରୁ ଶୀଘ୍ର ଶୀଘ୍ର ଫେରି ଆସିଛେ। ନହେଲେ ତା ରୂପ ଦେଖି ତ ଆମେ ଭେଟଣା ହୋଇଯାଇଥାନ୍ତେ। ଆଉ ଟିକେ ଜଲ୍ଦି ଜଲ୍ଦି ଏଠାରୁ ଫେରି ଚାଲ। ସେ ଆମକୁ ଦେଖିଛି ମାନେ ପୁଣି ଆସିବ। ସେ ସମୁଦ୍ର କୂଳରେ ତାହେଲେ ଏଇ ଯାଇ ଆମକୁ ହଇରାଣ କରୁଥିଲା। ଜଙ୍ଗଲ ଭିତରୁ ଡାକି ନେଇ ଭେଟଣା କରି ମାରି ଦେଇଥାନ୍ତା। ଏମିତି କଥା ହୋଇ ହୋଇ ଯାଉଥାନ୍ତି ଓ ଆଗରେ ବାମ ପଟକୁ ଆଖି ପଡ଼ିଯାଏ ଜେଜେଙ୍କର ଓ ଦେଖନ୍ତି ସେ ପୁଣି ବସିଛି। ତାପରେ ଜେଜେ କୁହନ୍ତି, ଦେଖ ସେ ପୁଣି ଆସିଲା। ମୁଁ କ'ଣ କହୁଥିଲି? ତାପରେ ପୁଣି କିଛି ବାଟ ଯାଇଛନ୍ତି, ସମ୍ମୁଖ ବାଟ ଘେରିଲା। ଧଳା ଲୁଗା, ମୁଣ୍ଡକୁ ଝାମ୍ପୁରା କରି ଚୁଟିକୁ ଲମ୍ବେଇ ଗଛ ମୂଳରେ ବସିଛି। ତାପରେ ସମସ୍ତେ ତାକୁ ଦେଖି ଅଲଗା ଅଲଗା ବାଟ କାଟି ଚାଲିଗଲେ। ହାତରେ ଜାଲ ଧରିଥାନ୍ତି। ଏମିତିରେ ପୁଣି ପ୍ରବଳରୁ ଅତି ପ୍ରବଳ ଭୟ ବି ଲାଗୁଥାଏ। ଯେତେ ଆଗକୁ ଆଗକୁ ଯାଉଥାନ୍ତି ସେ ସେତେ ପାଖରେ ଆସି ଠିଆ ହୋଇଯାଉଥାଏ। ତାପରେ ଏ ବାଟରୁ ସେ ବାଟ ବୁଲି ବୁଲି ଆଉ ବାଟ ମିଳୁନଥାଏ। ସମସ୍ତେ ଆଉ କ'ଣ କରିବେ? ଶେଷରେ ଜାଲକୁ ଧରି ଝାଉଁ ଗଛ ମଝିରେ ବସି ରହିଲେ। ସକାଳ ହେବାକୁ ଅପେକ୍ଷା କଲେ। ସକାଳ ହେବାକୁ ଆଉ 2 ଘଣ୍ଟା ବାକି ଥାଏ। ତେଣେ ପୁଣି ଏ ବାଟରୁ ସେ ବାଟ ହୋଇ ଗୋଡ଼ ହାତ ବିନ୍ଧା ଚିଟିକା କଲାଣି। ତାପରେ ଜେଜେ କହିଲେ, ସମସ୍ତେ ଜାଲକୁ ଧରିଥିବ। ହାତରୁ କେହି ଜାଲକୁ ଛାଡ଼ିବନି, ନହେଲେ ସେ କେତେବେଳେ ବି ଆସିପାରେ। ଏମିତି କଥା ହେଉଥାନ୍ତି। ସେ ପିତା ଶୁଣି ପୁଣି ଆସେ ଓ ଗଛ ମୂଳରେ ଚୁଟିକୁ ଲମ୍ବାଇ ବସି ରହେ। ମୋ ଜେଜେ, ବଡ଼ ବାପା ମାନେ ସମସ୍ତେ ତାକୁ ବହୁତ ସାହସର ସହିତ ଦେଖୁଥାନ୍ତି। ଏମିତି ଦେଖୁ ଦେଖୁ ଦିନ ହୋଇଯାଏ। ତାପରେ ସେ କୁଆଡ଼େ ଚାଲିଯାଏ। ତାପରେ ଜେଜେ, ମୋ ବଡ଼ ବାପା ଓ ଆମ ଘର ପାଖରୁ 3 ଜଣ ଘରକୁ ଆସନ୍ତି ଓ ଗାଁରେ ସବୁ କଥା କୁହନ୍ତି। ତାପରେ ମୋ ଆଈ କୁହେ, କ'ଣ ହେଲା? ସେ କ'ଣ ତମମାନଙ୍କୁ ଆଉ ରଖିଥାନ୍ତା? ସେ ବା ପିତା ଶୁଣି। ଖାଲି ତମମାନଙ୍କ ପାଖରେ ଜାଲ ଥିଲା ବୋଲି ସେ ତମମାନଙ୍କର କିଛି କ୍ଷତି କରିପାରିଲା ନାହିଁ। ସେ ତମମାନଙ୍କୁ ରାତି ସାରା ଆଉଁରିଆ ଛାଟୁଛି। ତମେମାନେ ଆଉ ବାଟ ପାଉନ। ଯାହା ହଉ ତମେମାନେ ସାହସର ସହିତ ଗୋଟେ ସ୍ଥାନରେ ବସିଥିଲ। ନହେଲେ ତାଙ୍କର ବିଭିନ୍ନ ଜାଗାରେ ବିଭିନ୍ନ ରୂପ ଦେଖି ଭେଟଣା ହୋଇଯିବ। ତାପରେ ସେ ତମକୁ ଆରାମସରେ ମାରିଦେବ। ହଉ, ଏତେ ରାତି ପର୍ଯ୍ୟନ୍ତ ସେ ବାଟରେ ଯିବନି। ଥରେ ଦେଖା ଦେଇଛି ମାନେ ସେ ପୁଣି ଆସିବ ଆଉ ଦେଖାଦେବ। ଏହା କହିସାରିବା ପରେ ସେଇ ବାଟ ଦେଇ ଆମ ଗାଁ ଶଙ୍କରା ଭାଇ ଆସେ ଆଉ କୁହେ, କ'ଣ ହେଇଛି କି? ରାତି ଅନିଦ୍ରା ଜଣାପଡ଼ୁଛ। ରାତି ସାରା ଭଲ ମାଛ ଧରିଛ ବୋଧେ। ତାପରେ ମୋ ଜେଜେ ଶଙ୍କରା ଭାଇଙ୍କୁ ରାତିରେ ଘଟିଥିବା ଘଟଣା ସବୁ କୁହନ୍ତି। ତାପରେ ଶଙ୍କରା ଭାଇ କୁହେ, ଏଇ ମାସେ ହେବ ଆରପାଖ ଗାଁର ଗୋଟେ ପରିବାରରେ ଗୋଟେ ସ୍ତ୍ରୀ ଲୋକ ପିଲା ଜନ୍ମ ନ କରିପାରି ମରିଗଲା। ଯେହେତୁ ତା ପେଟରେ ପିଲା ଥିଲା, ସେ ମରିଗଲା। ସେ ସ୍ତ୍ରୀ ଲୋକଟିକୁ ତ ଆଉ ପୋତିବେନି କି ପୋଡ଼ିବେନି। ସେଥିପାଇଁ ତାଙ୍କ ପରିବାରର ଲୋକ ସେଇ ସ୍ତ୍ରୀ ଲୋକଟିକୁ ଆଣି ସନ୍ଧ୍ୟା 6ଟା ସମୟରେ ଆମ ସମୁଦ୍ରକୁ ଯିବା ପାଇଁ ଝାଉଁ ବଣ ବାଟରେ ଝାଉଁ ଗଛକୁ ସେ ସ୍ତ୍ରୀ ଲୋକଟିକୁ ଡେରି ବସେଇ ଦେଇ ଚାଲିଗଲେ। ତାପରେ ରାତି ସମୟରେ ସେ ଝାଉଁ ଗଛ ବାଟ ଦେଇ ଯେକୌଣସି ଲୋକ ଗଲେ ସମୁଦ୍ରକୁ ସେମାନେ ସେ ସ୍ତ୍ରୀ ଲୋକକୁ ଦେଖି ଡରିଲେ
ଓ ଗାଁରେ ଆସି କହିଲେ। ତାପରେ ଗାଁର ଲୋକ ସେ ବାଟରେ କିଛି ଦିନ ଯାଏ ଯିବା ପାଇଁ ଲୋକଙ୍କୁ ମନା କରିଦେଲେ। ତାପରେ ଏମିତି କିଛି ଦିନ ବିତିଗଲା ପରେ ସେ ଆଉ ଝାଉଁ ଗଛ ପାଖରେ ଦେଖାଦେଲାନି। ସେଥିପାଇଁ ଲୋକମାନେ ସେଇ ବାଟ ଦେଇ ଯା ଆସ କଲେ। ହେଲେ ପୁଣି ସେ ସ୍ତ୍ରୀ ଲୋକ ସମୁଦ୍ର କୂଳରେ ଲୋକମାନଙ୍କୁ ଦେଖାଦେଲା। ଯିଏ ଏକୁଟିଆ ଯାଇଥିବ ସେ ସ୍ତ୍ରୀ ଲୋକକୁ ଦେଖି ବାଟରେ ଡରିଯିବ ଓ ଅନ୍ୟମନସ୍କ ହୋଇ ଆଡ଼େ ସାଡ଼େ ଚାଲିଯିବ। ହେଲେ ସେ ଜାଲୁଆଙ୍କର କିଛି କ୍ଷତି କରିପାରିବ ନାହିଁ। ହେଲେ ଇଆଡ଼େ ସିଆଡ଼େ ନେଇଯିବ। ହେଲେ ଗାଁର ଲୋକମାନେ ତ କୁହନ୍ତି ସେ ଆଉ କୁଆଡ଼େ ଦେଖା ଦଉନି। ତାପରେ ଜେଜେ କୁହନ୍ତି, ତାହେଲେ ଆମ ବେଳ ଖରାପ ଥିଲା, ସେ ସେଥିପାଇଁ ଆସିଥିଲା। ହଉ ଛାଡ଼ ସେ କଥା। ଆଜିଠାରୁ ସେ ବାଟରେ ଆଉ ଜମାରୁ ବି ଯିବୁନୁ। ଜେଜେ କହିସାରିବା ପରେ ସେଇଦିନ ଠାରୁ ରାତି ସମୟରେ ସେ ବାଟ ଦେଇ ଜାଲ ପକେଇ ଯିବାକୁ ଲୋକମାନେ ବନ୍ଦ କରିଦେଲେ। ଏବେ ବି ଅନ୍ୟ ବାଟରେ ଯାଉଛନ୍ତି, ହେଲେ ସେ ବାଟରେ କେବେ ବି ଯାଉନାହାନ୍ତି।